ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦିଏ ଏବଂ ତତ୍ ସଙ୍ଗେ ସଙ୍ଗେ ଏହି ପ୍ରେୟରେ ଉପସ୍ଥିତ ପ୍ରତ୍ୟେକ ପ୍ରଭୁଙ୍କର ଦାସ ଦାସୀଗଣ ଖ୍ରୀଷ୍ଟ ପ୍ରେମରେ ନମସ୍କାର। ଆସନ୍ତୁ ନମସ୍କାର ଆମ୍ଭେମାନେ ଦିଦି। ଦୁଇଟି ଗୀତ ଗାନ କରି ପ୍ରଭୁଙ୍କର ସ୍ତୁତି ବନ୍ଦନ କରିବା। ଆଶୀଷର ଦାତା ଆଶୀଷ ତୁମରି ଢାଳି ଦିଅ ଜୀବନରେ ତବ ଆତ୍ମା ଗୁଣେ ଅଳ ଥାଉ ରହି ସଦା ତୁମଠାରେ ଆଶୀଷର ଦାତା ଆଶୀଷ ତୁମରି ଢାଳି ଦିଅ ଜୀବନରେ ଏଇ ଜୀବନରେ ତୁମ ଆତ୍ମା ବିନା କରିକି ପାରେ ନା କିଛି ଏ କୃଷକ ତୁମେ ଖତ ଦେଇ ବୁଣି ଟୋପା ଜଳ ଦିଅ ଛିଞ୍ଚି ଏଇ ଜୀବନରେ ତୁମ ଆତ୍ମା ବିନା କରିକି ପାରେ ନା କିଛି ଏ କୃଷକ ତୁମେ ଖତ ଦେଇ ବୁଣି ଟୋପା ଜଳ ଦିଅ ଛିଞ୍ଚି ପୋଛିବି ତ ଘର ଦେୟ ଆତ୍ମା ମୋର ରହୁ ତୁମ ଆଶୀଷରେ ଆଶୀଷର ଦାତା ଆଶୀଷ ତୁମରି ଢାଳି ଦିଅ ଜୀବନରେ କଥା ତ ଦେଇଛ ଥିବ ସାଥେ ସାଥେ ଶେଷ ଯାଏ ଜୀବନରେ ହଜିଗଲେ ମୁଁ ଯେ ପଥ ଦେଖାଇବ ବାକ୍ୟ ରୂପ ପ୍ରଦୀପରେ କଥା ତ ଦେଇଛ ଥିବ ସାଥୀ ସାଥେ ଶେଷ ଯାଏ ଜୀବନରେ ହଜିଗଲେ ମୁଁ ଯେ ପଥ ଦେଖାଇବ ବାକ୍ୟ ରୂପ ପ୍ରଦୀପରେ ଏତିକି ମିନତି ଚରଣେ ତୁମରେ ଚାଲୁଥିବି ତୁମ ସାଥେ ଏତିକି ମିନତି ଚରଣେ ତୁମରେ ଚାଲୁଥିବି ତୁମ ସାଥେ ଆଶୀଷର ଦାତା ଆଶୀଷ ତୁମରେ ଢାଳି ଦିଅ ଜୀବନରେ ତବ ଆତ୍ମା ଗୁଣେ ଅଳ ଥାଉ ରହି ସଦା ତୁମଠାରେ ରହି ସଦା ତୁମଠାରେ। ପ୍ରେଜ୍ ଦ ଲର୍ଡ। ଗୋଟେ ଗୀତ ଗାନ କରିବା। ଯୀଶୁ ମୁଁ ତୁମକୁ ହୃଦୟ ରଖିବି ମନ ପ୍ରାଣ ଦେଇ ପୂଜା କରିବି ଯୀଶୁ ମୁଁ ତୁମକୁ ହୃଦୟ ରଖିବି ମନ ପ୍ରାଣ ଦେଇ ପୂଜା କରିବି ସଞ୍ଜ ସକାଳେ ମଧ୍ୟ କାଳରେ ସଞ୍ଜ ସକାଳେ ମୁଁ ମଧ୍ୟ କାଳରେ ତୁମ ନାମ ବଜୁଥିବି ଯୀଶୁ ମୁଁ ତୁମକୁ ହୃଦୟ ରଖିବି ମନ ପ୍ରାଣ ଦେଇ ପୂଜା କରିବି ଯୀଶୁ ମୁଁ ତୁମକୁ ହୃଦୟ ରଖିବି ମନ ପ୍ରାଣ ଦେଇ ପୂଜା କରିବି ତୁମ ଗୁଣ ମୁଁ ଗାଇବି ତୁମ ସେବା ମୁଁ କରିବି ତୁମ ଆଜ୍ଞା ମୁଁ ମାନିବି ତୁମ ପ୍ରେମ ମୁଁ ସ୍ମରିବି
तुम गुण मु गाइबी तुम सेवा मु करिबी तुम आज्ञा मु मानिबी प्रांत काल रे दिबार जनी रे प्रांत काल रे दिबार जनी रे प्रार्थना रे जागी रहिबी যিশু ମୁଁ ତୁମକୁ ହୃଦୟ ରଖିବି ମନ ପ୍ରାଣ ଦେଇ ପୂଜା କରିବି ତୁମର ମୁଁ ଶୁଣିବି ତୁମ ବାକ୍ୟ ମୁଁ ପଢ଼ିବି ତୁମ ପଛେ ମୁଁ ଚାଲିବି ତୁମ ବିଧି ମୁଁ ଶିଖିବି ତୁମର ମୁଁ ଶୁଣିବି ତୁମ ବାକ୍ୟ ମୁଁ ପଢ଼ିବି ତୁମ ପଛେ ମୁଁ ଚାଲିବି ତୁମ ବିଧି ମୁଁ ଶିଖିବି ସ୍ଥିର ଚେତରେ ଭୟ ବକତିରେ ସ୍ଥିର ଚେତରେ ଭୟ ବକତିରେ ତୁମ ସ୍ତୁତି କରୁଥିବି যিশু ମୁଁ ତୁମକୁ ହୃଦୟ ରଖିବି ମନ ପ୍ରାଣ ଦେଇ ପୂଜା କରିବି ସଞ୍ଜ ସକାଳେ ମୁଁ ମଧ୍ୟାହ୍ନ କାଳେ ସଞ୍ଜ ସକାଳେ ମୁଁ ମଧ୍ୟାହ୍ନ କାଳେ ତୁମ ନାମ ଭଜୁଥିବି যিশু ମୁଁ ତୁମକୁ ହୃଦୟ ରଖିବି ମନ ପ୍ରାଣ ଦେଇ ପୂଜା କରିବି ଧନ୍ୟବାଦ ଆସନ୍ତୁ ଆମେ ସ୍ୱର୍ଗୀୟ ପ୍ରେୟର କରିବା ଏ ଆମମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହଉ ତୁମ୍ଭରି ରାଜ୍ୟ ଆସୁ ଯେପରି ସ୍ୱର୍ଗରେ ସେହିପରି ପୃଥିବୀରେ ତୁମ୍ଭରି ଚାଷ ଫଳ ହଉ ଆଜି ଆମମାନଙ୍କୁ ପ୍ରହଜନ୍ୟ ଆହାର ଦିଅ ଆମ୍ଭେମାନେ ଯେପରି ଆପଣ ଅପରାଧୀ ମାନଙ୍କୁ କ୍ଷମା କରିଅଛୁ ସେହିପରି ଆମ୍ଭମାନଙ୍କର ଅପରାଧ ସବୁ କ୍ଷମା କର ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ ମାତ୍ର ମନ୍ଦରୁ ରକ୍ଷା କର ଯେଉଁ ରାଜ୍ୟ ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର ଆମେନ୍ ଧନ୍ୟବାଦ cheerful giving pleases God এই ପ୍ରକାରେ ରହିଅଛି ତ ଆଜିର ଯେଉଁ ମନୋନୀତ ବାକ୍ୟାଂଶଟି ରହିଅଛି ତାହା ମୁଁ ଅଧ୍ୟୟନ କରିବା ପାଇଁ ଚାହେଁ ଅଧ୍ୟୟନ କଲା ପରେ ମୁଁ ଶିକ୍ଷକଙ୍କୁ ଆହ୍ୱାନ କରେ ଫିଲିପି 4:17-20 ଅଧ୍ୟୟନ କରିବା ଦାନ ସକାଶେ ମୁଁ ଲାଳାୟିତ ନୁହେଁ ମାତ୍ର ଯେଉଁ ଫଳ ଦ୍ୱାରା ତୁମ୍ଭମାନଙ୍କ ହିସାବର ଜମାପାକ ଅଧିକରୁ ଅଧିକ ବୃଦ୍ଧି ପାଉଅଛି ସେଥି ସକାଶେ ଲାଳାୟିତ ମୁଁ ସବୁ ପାଇଅଛି ପୁଣି ମୋହର ପ୍ରଚୁର ଅଛି ତୁମ୍ଭମାନଙ୍କର ପଟାଇଥିବା ଯେଉଁ ସବୁ ବିଷୟ ଏପାଫ୍ରୋଦିତଙ୍କ ପାଖରୁ ପାଇଅଛି ସେହି ସବୁ ମୋ ପାଇଁ ଯଥେଷ୍ଟ ସେହି ସବୁ ଈଶ୍ୱରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳି ସ୍ୱରୂପ ପୁଣି ମୋହର ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ ଆମମାନଙ୍କର ଈଶ୍ୱର ଓ ପିତାଙ୍କ ପ୍ରତି ଯୁଗେ ଯୁଗେ ଗୌରବ ହେଉ ଆମେନ୍ और नावेल एब्री 13:16 परोपकार ओ दान କରିବାକୁ ପାସର ନାହିଁ କାରଣ ଏହି ପରି ବଳିରେ ଈଶ୍ୱରଙ୍କର ପରମ ସନ୍ତୋଷ ଗୋଟେ ବାକ୍ୟ ପ୍ରବାସିତ କରନ୍ତୁ ତ ଏ ବାକ୍ୟକୁ ନେଇ ଆମମାନଙ୍କୁ ଆଜି କହିବା ନିମନ୍ତେ ଆଉ ଆମ ଗଣରେ ଆଉ ଇସାକ ରୋହିତ ସାର୍ ଅଛନ୍ତି ସେ ଆସିବେ ଆଜିର ପ୍ରସଙ୍ଗକୁ ନେଇ ଆମମାନଙ୍କୁ ବାକ୍ୟରେ କଡ଼େଇକି ନେବେ ତେବେ ଆସୁଛନ୍ତି ଆମ ପୁନର୍ବାର ସାରଙ୍କୁ ଆଉ କରତାଳ ଦେଇ ଆମମାନେ ଆହ୍ୱାନ କରିବା प्रभु यीशुଙ୍କ ନାମରେ ସମସ୍ତଙ୍କୁ ମୋର ନମସ୍କାର नमस्कार 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 सर नमस्कार ନମସ୍କାର ସାର୍ ନମସ୍କାର ସମସ୍ତଙ୍କୁ ନମସ୍କାର ଆଜି ବିଶ୍ରାମ ବାରରେ ସୌର ସମ୍ମିଳନୀ ଦ୍ୱାରା ଯେଉଁ ଟୀକା ପ୍ରସ୍ତୁତ ହୋଇଅଛି ସେଇ ଟୀକା ମାଧ୍ୟମରେ ଆଜିର ବାକ୍ୟାଂଶଟି ରହିଛି କାରଣ ମାନେ ସୌର ପ୍ରେୟର ଗ୍ରୁପରେ ବିଭିନ୍ନ ଡେନୋମିନେସନର ବିଭିନ୍ନ ପ୍ରସଙ୍ଗ ରହିଅଛି କିନ୍ତୁ
ସୌରା ସମ୍ମିଳନୀ ଯେଉଁ ପ୍ରସଙ୍ଗ ରହିଅଛି ତାରି ମାଧ୍ୟମରେ ବର୍ତ୍ତମାନର ଯେଉଁ ହୋଷ୍ଟ ଭାଇ ସମସ୍ତ କିଛି ଜଣେଇ ଅଛନ୍ତି। ଏଠାରେ ଫିଲିପିଓ 4:17-20 ପର୍ଯ୍ୟନ୍ତ ପାଠ କରାଯାଇଛି ଏବଂ ଶିକ୍ଷା ଉରୁଷ୍ଟ ଚିତ ଦାନ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ। ବାସ୍ତବରେ ଏ ବାକ୍ୟ ନେଇ ଆମମାନେ ଆଗ ଯିବା ପୂର୍ବରୁ ଆସନ୍ତୁ ଆମମାନେ ଈଶ୍ୱରଙ୍କର ପ୍ରଭୁଙ୍କ ନିକଟରେ ସମର୍ପିତ ହେବା ପ୍ରାର୍ଥନା କରିବା। ଆମମାନଙ୍କ ପ୍ରିୟ ପ୍ରଭୁ ଏହି ସମୟ ତୁମରି ମହାନ ନାମକୁ ଧନ୍ୟବାଦ ଦେଉଛୁ ପ୍ରଭୁ, କାରଣ ତୁମେ ମହାନ ଏବଂ ଜୀବିତ ପରମେଶ୍ୱର ପ୍ରଭୁ। ଯେତେବେଳେ ପ୍ରଭୁ ତୁମ ନିକଟକୁ ଆସିଅଛୁ, ତୁମ ଚରଣ ତଳେ ବସିଅଛୁ ପ୍ରଭୁ, ତୁମରି ବାକ୍ୟ ପାଠ କରି ତୁମରି ବାକ୍ୟ ଶୁଣିବା ନିମନ୍ତେ, ତୁମରି ସହିତ କଥାବାର୍ତ୍ତା କରିବା ନିମନ୍ତେ, ତୁମ ସହିତ ଆଲୋଚନା କରିବା ନିମନ୍ତେ ସୁନ୍ଦର ସୁଯୋଗ ଦେଲ ପ୍ରଭୁ। ଯେତେବେଳେ ପ୍ରଭୁ ଆମମାନେ ଆସିଅଛୁ, ଆମମାନଙ୍କର ସମସ୍ତ ବୁଦ୍ଧି ଜ୍ଞାନ ତୁମେ ପ୍ରଭୁ ଆଉ ତାକୁ ଲୁପ୍ତ କର, ତୁମର ବୁଦ୍ଧି ଜ୍ଞାନ ଦ୍ୱାରା ଆମମାନଙ୍କୁ ବ୍ୟବହାର କର ପ୍ରଭୁ। ହଁ ପ୍ରଭୁ, ଏହି ସମୟରେ ଏହିପରି ମହାନ ତୁମର ଦାସ ଦାସୀମାନଙ୍କ ମଧ୍ୟରେ ତୁମରି ବାକ୍ୟ ବିତରଣ କରିବା ନିମନ୍ତେ ମୋତେ ସୁଯୋଗ ଦେଇଅଛ। ସେଥିପାଇଁ ପ୍ରାର୍ଥନା କରୁଛି, ମୋର ସମସ୍ତ ବିଷୟକୁ ଲୁଚାଅ, ତୁମେ ମୁଁ ଦେଇ କଥା କହ, ଯେମିତି ଏଇ ବାକ୍ୟ ଦ୍ୱାରା ମାନେ ପ୍ରଭୁ ବୁଦ୍ଧି ଜ୍ଞାନ ପାଇବୁ। ଆସନ୍ତା ଦିନ ମାନଙ୍କରେ ଏଇ ବାକ୍ୟ ଆମମାନଙ୍କୁ କଥା କହିବ, ଏ ବାକ୍ୟ ଆମମାନଙ୍କୁ ପ୍ରଭୁ ଆଗକୁ ଆତ୍ମିକ ଦିଗରେ ବୃଦ୍ଧି ପାଇବା ପାଇଁ ଆଶୀର୍ବାଦ କରିବ। ସେଥିପାଇଁ ପ୍ରାର୍ଥନା କରୁଛୁ ପ୍ରଭୁ। ପୁଣି ପ୍ରାର୍ଥନା କରୁଛୁ, ଏ ପ୍ଲାଟଫର୍ମକୁ ତୁମ ହାତରେ ଦେଉଛୁ, ଏ ନେଟୱାର୍କକୁ ତୁମ ହାତରେ ଦେଉଛୁ, ତୁମେ କଣ୍ଟ୍ରୋଲ କର। କୌଣସି ଯଦି ସୈତାନିକ ଶକ୍ତି ସୈତାନିକ କାର୍ଯ୍ୟ ଥାଏ ତାହେଲେ ତୁମର ନାମରେ ଦୂର କର ପ୍ରଭୁ। ଏବଂ ପ୍ରଭୁ ତୁମେ ଆମମାନଙ୍କ ସହିତ ଥାଇ ତୁମେ କଥା କହ ପ୍ରଭୁ, ଆରମ୍ଭ ଶେଷ ଆମମାନଙ୍କ ସହିତ ଥାଅ। ଏହି ସମସ୍ତ ପ୍ରାର୍ଥନା ନିବେଦନ କେବଳ ପ୍ରିୟତମ ଯୀଶୁଙ୍କ ନାମରେ ମାଗି ପିତା, ଆମେନ୍। Amen. ବାସ୍ତବରେ ଆଜିର ବାକ୍ୟାଂଶ ଯୋଉଟା ଫିଲିପି 4:17-20 ପର୍ଯ୍ୟନ୍ତ ଆମେ ପାଠ କରୁଛୁ ଏବଂ ପ୍ରସଙ୍ଗ ରହିଛି ହୃଷ୍ଟଚିତ ଦାନ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ। ମୁଁ କିଛି ମାସ ପୂର୍ବରୁ ଗୋଟେ ଆର୍ଟିକଲ ପେପରରେ ଦେଇଥିଲା, ମୁଁ ପଢୁଥିଲି ଯେ ଭାରତରେ କେଉଁ ସମ୍ପ୍ରଦାୟର ଲୋକମାନେ କ'ଣ ଦାନ ଦିଅନ୍ତି ତାର ଉପରେ ହିସାବ କରାଯାଇଥିଲା। ଯେ ଆମମାନଙ୍କର ହିନ୍ଦୁ ବହୁଳ ରାଷ୍ଟ୍ର, ସେମାନଙ୍କର ଦାନ ଯଥେଷ୍ଟ, କିନ୍ତୁ ଯେତେବେଳେ ମୁଣ୍ଡ ପିଛା କାଲକୁଲେସନ କରାଗଲା ଜଣଙ୍କ ପିଛା 3 ଟଙ୍କା କିଛି ପଇସା ପଡ଼ିବାର ମୁଁ ଆର୍ଟିକଲରେ ଦେଖୁଥିଲି। ତାପରେ ଦ୍ୱିତୀୟ ରାଶିରେ ମୁସଲିମ, ସେମାନଙ୍କର ବି କିଛି ଅଧିକ, କିନ୍ତୁ ତାପରେ ଶେଷରେ ଗୋଟେ ଅଂଶ ଲେଖା ଯାଇଥିଲା ଖ୍ରୀଷ୍ଟିଆନ ମାନେ ବହୁତ କମ୍, କିନ୍ତୁ ତାଙ୍କର ଦାନ ବହୁତ ଦାନରେ ଆଗରେ। ଜଣଙ୍କ ପିଛା 1000ରୁ ଅଧିକ, ଯୋଉଟା କି ତାଙ୍କର କାଲକୁଲେସନ ହିସାବରେ ସେମାନେ ମୁଣ୍ଡ ପିଛା ହିସାବରେ କାଲକୁଲେସନ କରିଥିଲେ। କାରଣ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ପ୍ରଭୁଙ୍କର ଲୋକମାନେ ଜାଣନ୍ତି, ଇମ୍ପୋର୍ଟାଣ୍ଟ ବିଷୟ ଜାଣନ୍ତି, ପ୍ରେମ, ଖ୍ରୀଷ୍ଟଙ୍କର ପ୍ରେମ। ପ୍ରେମ ଯେଉଁଠାରେ ଥାଏ ସମ୍ପତ୍ତିର ମୂଲ୍ୟ ନଥାଏ। ଯେଉଁଟା କି ଦାନ ଦେବା ପାଇଁ କିଛି ସମସ୍ତଙ୍କ ନିଜର ପରସ୍ପର ସମାନ ଚିନ୍ତା କରାଯାଇଥାଏ। ଏହି ପ୍ରେମ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁମାନଙ୍କ ଅନ୍ତର ଥାଏ ସେମାନଙ୍କ ନିକଟରେ ପ୍ରେମ ଥାଏ। ପ୍ରେମ ଥିବା ସମୟରେ ନିଜର ସମ୍ପତ୍ତି ନିଜର ବୋଲି କିଛି ନଥାଏ, କେବଳ ପରମେଶ୍ୱର ରହିଥାଏ। ସେଥିପାଇଁ ଏହି ଦାନ ବିଷୟରେ ଯେତେବେଳେ ଆମେ ଦେଖୁ, ପାଉଲ ଫିଲିପିଓ ମଣ୍ଡଳୀକୁ ଯେତେବେଳେ ଲେଖୁଛନ୍ତି, କିଛି ଲୋକମାନଙ୍କର ଯେଉଁ ଦାନ ଉପରେ ଈର୍ଷା ମନୋଭାବ ଥିଲା ତାଙ୍କ ଲେଖାରେ ଜଣାଯାଏ। ଯେହେତୁ ତା ପୂର୍ବରୁ ଆମେ ଯଦି ମାନେ 11-12ରେ ମାନେ ଦେଖୁ ଯେ ଅଭାବ ମତ ଯେ ଏହା କହୁଛି ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିବା, ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ। ସର୍ବବିଧ ଅବସ୍ଥାରେ ଓ ସର୍ବ ବିଷୟରେ ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିମ୍ବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ଅଛି। ପାଉଲ ଏଠାରେ କହୁଛନ୍ତି ଆପଣମାନଙ୍କ ଦାନ ଆପଣମାନଙ୍କର ଆଉ ସାହାଯ୍ୟ ପାଇଁ ବୃଦ୍ଧି ପାଉଛି ତାହା ନୁହଁ, ମୁଁ ସବୁ ଶିକ୍ଷିତ ଅଛି, ମୁଁ ଜାଣିପାରେ ଅଭାବଗ୍ରସ୍ତ ଭୋକିଲା ବି ରହିପାରେ ଏବଂ ଖାଦ୍ୟ ଖାଇ ବି ପ୍ରଚୁର ଭାବରେ ରହିପାରେ। ଏଇ ଆପଣମାନଙ୍କର ଯେଉଁ ଦାନ
आपण मानकर दान कौन लगे 17 लिखा है दान सकाशे मोलायित नुहे मात्र जो फल द्वारा तुम मान हिसाब से जमा पाख अधिक अधिक वृद्धि पाऊँगी से सकाशे लालायित एठारे आम जिते दान देवा आम मानकर समस्त विषय वृद्धि पाइब जड़े जदि कौन विषय बैंक रे जदि ऋण नहीं आसो ऋण जो से परिशोध कर कि पैसा ये कर स्लोली ऋणटा कमी कमी जीव एवं जमाटा अधिक बढ़ी बढ़ी जीव परिशेष ऋण संपूर्ण रूपे आउ समाप्त हम एवं आग को जमार अधिक वृद्धि पाइब सेपरी आम मैंने प्रभु को जो दान देवा द्वारा आम मैंने प्रभु को निकट में आम जमा रखी था कारण बाइबल कहे यही दान विषय जो आम कहू यही जगत जो दान आम दौ से दान सब जगत रखा अपेक्षा ईश्वर निकट जो माने चोर कि डकैत मान सिंधिक आसती ना से जगह हूँ ईश्वर निकट में दान देवा से दान गोटे एमती विषय जे यह देवा लोक जी खुशी हम पाइबा लोक भी बहुत खुशी हम से प्रत्येक ख्रीष्ट विश्वासी लोक मैंने दान देवा आवश्यक कारण यहीटा हूँ बड़ विषय जे दान द्वारा ईश्वर को संतुष्ट कर जो दान विषय ये करे पृथ्वी लोक मैंने अनेक दान दियंती जो माने कि प्रभु को ग्रहण करती नहीं जानती नहीं विश्वास करती से माने दान दियंती आम मैंने किसी दिन तले जो जने महान व्यक्ति रतन टाटा एक्सपायर कले दान भीतर विषय बहुत किसी बाहर देखले खाई से किंतु प्रभु को जानती आप गोटे विषय भी जानते पूर्वतन उरुग्वे राष्ट्रपति जोटा कि जोस मुजिका दान विषय जदि दरमार 90% दान करते किंतु ख्रीष्ट को से जानते विषय मुझे पढ़ुली देखुली जे ख्रीष्ट को आइडियल मानते किंतु से विश्वास करते जेतु पाखर प्रेम जो दान से 90% दरमार देते सबुठार गरीब राष्ट्रपति भाव नामित जो आप गूगल रे भी चेक करें जोटा कि जोस मुजिका उरुग्वे राष्ट्रपति 2010 ରୁ 15 पर्यंत राष्ट्रपति थे से दान दौते प्रेम था लोक मान प्रति किंतु प्रभु को पाई नठारे निजर दान से अनेक विषय दौते किंतु ईश्वर को से स्वीकार कर ईश्वर संपर्क सुदृढ़ नाला अनेक भी दिखती किंतु जदि आम ख्रीष्ट सहित जड़ित हो ख्रीष्ट अनुसरण कर ख्रीष्ट माध्यम आम जदि दान वृद्धि पाइबा ताले ईश्वर को संतोष रही आपण सप्ताह को बहुत थर प्रार्थना करंतु बहुत किसी काम करंतु किंतु दान भी गोटे विषय अच्छी दान 3 प्रकार मु भावुची प्रथम हूँ नाम पाइबा गौरव द्वितीय दान लोक अच्छा हाँ समस्ते तो दौरान मु भी देवी आ तृतीय व्यक्ति होती जोटा कि रुष्ट चित्त भाव दान दिखती से बाइबल कहे रुष्ट चित्त दाता को प्रभु फल पाते जोटा कि 2 Corinthians 9:7 पदर एपरी लिखा जाए जेको भाई कि भौणी पाइबे अध्ययन करवा 9:7 प्रत्येक जन आपण हृदय रे जेपरि संकल्प करिअछि सेहीपरि करू कुंठित भावरे नुहे अभाव बाधक कथा एतुरु नुहे कारण ईश्वर रुष्टचित्त दाता को भल पाते आशीर्वाद करते वास्तव में कौन सी दान कि देवा विषय कुंठित कि बाध्यबाधक था नुहे आपको कहती बाध्यबाधक दान भी अच्छी कारण समस्त दौरान तो दबा आ किसी लोक अच्छा प्रभु को गौरव सॉरी निजर गौरव निमंत आउ किसी लोक अच्छा संपूर्ण हम्बल माने नम्रतार साथ जोटा कि जीशु जो मंदिर में बसते
ଲୋକ 21-1-3-4 ପର୍ଯ୍ୟନ୍ତ ଯଦି ଆପଣମାନେ ପାଠ କରିବା ସେଠି ସେ ଭିତରେ ପାରସୀ ସାଧୁକୀ ମାନେ ଯେମିତି ନିଜର ଗୌରବ ନିମନ୍ତେ ତୁରୀ ବଜାଇକି ଦାନ ଦଉଥିଲେ କିଛି ଲୋକ ଏମିତି ଥିଲେ। କିନ୍ତୁ ଜଣେ ବିଧବା ଅଳ୍ପ 2 ପାଉଲା ମାତ୍ର ସେ ପକେଇଥିଲା। ସେତେବେଳେ ଯୀଶୁ ଏ କଥା କହୁଛନ୍ତି ଇଏ ହଉଛନ୍ତି ପ୍ରକୃତ ଦାନୀ। ସେ କେତେ ପରିମାଣ ଦେଇଥିଲେ ସେଟା ଇମ୍ପୋର୍ଟାଣ୍ଟ ନଥିଲା, କିନ୍ତୁ ତାଙ୍କର ଯାହା କିଛି ଥିଲା ଏବଂ ଗୋଟେ ସରଳ ହୃଦୟରେ ଯେତେବେଳେ ସେ ପ୍ରଭୁଙ୍କ ନିକଟରେ ସେ ପକଉଛନ୍ତି ସେତେବେଳେ ଈଶ୍ୱରଙ୍କ ଯୀଶୁ ଖ୍ରୀଷ୍ଟଙ୍କର ନଜରଟା ପଡୁଛି। କାହିଁ ପାରସୀ ସାଧୁକୀ ମାନେ ଯେତେ ପକେଇଲେ ଯୀଶୁଙ୍କର ଦୃଷ୍ଟି ପଡୁନଥିଲା, ସମସ୍ତଙ୍କର ଦୃଷ୍ଟି ଥିଲା, କିନ୍ତୁ ରୁଷ୍ଟ ଚିତ୍ତଦାତାଙ୍କୁ ପ୍ରଭୁ ଯୀଶୁ ଆଇଡେଣ୍ଟିଫାଇ କରିଥିଲେ ଏବଂ ସେଟାରେ ପ୍ରକାଶ କରିଥିଲେ। ଆମେ କେତେ ପରିମାଣ ଦଉଛୁ ସେଟା ବଡ ବିଷୟ, କିନ୍ତୁ ଆମେ କେମିତି ଦଉଛୁ ସେଟା ହଉଛି ବଡ ବିଷୟ। ସେଥିପାଇଁ ଆଜିର ଯେଉଁ ଆମର ସୁନାପଦର ଯେଉଁ ଏଭ୍ରି 13-16 ପଦରେ ଯେମିତି ପରୋପକାରରେ ନ ପାଶରିବା ପାଇଁ ଆମମାନେ କହୁଛୁ ଏବଂ ଦାନରେ ନ ପାଶରିବା ପାଇଁ କୁହାଯାଉଛି। ଏହା ଦ୍ୱାରା ଈଶ୍ୱରଙ୍କ ସନ୍ତୁଷ୍ଟ ଆମେ କରିପାରିବା। କାରଣ ଏଭ୍ରି 13:2 ଲେଖାଉଛି ଅଜ୍ଞାତରେ ଏଇ ଯୋଉ ଦାନ ଏବଂ ସେବା ଦ୍ୱାରା ଅଜ୍ଞାତରେ ମଧ୍ୟ ଦୂତ ମାନଙ୍କୁ ଆମମାନେ ଆତିଥ୍ୟ କରିପାରିବା। ହେଉଛି ପୁରା ମନ ପ୍ରାଣ ଦେଇ ଯେତେବେଳେ ମାନେ ପ୍ରଭୁଙ୍କ ସହିତ ଦଉ ଏସବୁ ଯେତେବେଳେ ଦଉ ସେଇ ସମୟରେ ନିଶ୍ଚୟ ପ୍ରଭୁଙ୍କ ଗୌରବ ନିମନ୍ତେ ଆମେ ଦଉ, ସେଇ ସମୟରେ ପ୍ରଭୁଙ୍କର ନଜର ପଡ଼ିବ ଏବଂ ପ୍ରଭୁଙ୍କର ସେବା କରିପାରୁ। ଦାନ ଆମମାନଙ୍କର ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କ ବହୁତ ବଡ ବିଷୟ। ଆମେ କେତେ ଦରମା ପାଉଛୁ, ଆମେ କେତେ ଇନକମ୍ କରୁଛୁ, ଆମେ କାହାଠାରୁ ହଉଛୁ ସେଟା ବଡ ବିଷୟ। ମୁଁ ଯେତେବେଳେ ଚିନ୍ତା କରେ ପ୍ରଭୁ ଯୀଶୁ ଯେତେବେଳେ ବାକ୍ୟ ପ୍ରଚାର କରିବା ନିମନ୍ତେ ସେ ଯାଇଥିଲେ, ଯେତେବେଳେ ଅନେକ ଲୋକମାନେ ନିଜ ନିଜ ଖାଦ୍ୟ ନେଇକି ଯାଇଥିଲେ, ସମସ୍ତେ କିଛି ଯାଇନଥିଲେ, ଲୋକମାନେ ନିଜ ନିଜ ଖାଦ୍ୟ ନେଇକି ଯାଇନଥିଲେ, କିନ୍ତୁ ଜଣେ ପିଲା ଯେତେବେଳେ ଖାଦ୍ୟ ନେଇକି ଯାଇଛି ଏବଂ ସମସ୍ତ ଲୋକଙ୍କୁ ଯୋଉ 5,000 ଲୋକଙ୍କୁ ଖାଦ୍ୟ ଦେବା ପାଇଁ ଯେତେବେଳେ ଚାହୁଁଛନ୍ତି, ସେଇ ସମୟରେ ଗୋଟେ ପିଲା ପାଖରେ ମାତ୍ର ଅଛି କଣ 5ଟି ରୁଟି 2ଟି ମାଛ। ସେ ପିଲା କହିନଥିଲା ଯେ ଆଜ୍ଞା ମୁଁ ଏତିକି ମୁଁ ନିଜ ମମି ପୁଡ଼ିଆ ବାନ୍ଧିକି ଆସିଛି, ଶିକ୍ଷା ଶୁଣିବୁ ଏବଂ ଭୋକ ଲାଗିଲେ ଖାଇବୁ ବୋଲି କହିଛି, ମୁଁ ଜଣେ ଖାଇବି ବୋଲି କହିନା। ସେଠି ସେ ପିଲାର ଯେଉଁ ଆଉ ଦାନ, ସେ ଯେତେବେଳେ ପ୍ରଭୁ ଯୀଶୁଙ୍କ ନିକଟକୁ ନିଆଗଲା 5ଟି ରୁଟି ଆଉ 2ଟି ମାଛ, ସେ ନିଜ ଭୋକ ଶୋଷ ବିଷୟରେ କହିଲା ନା ଆଜ୍ଞା ମୁଁ ଖାଇବି, ଆଜ୍ଞା ମୁଁ ପିଲା ଲୋକ, ଏ ବଡ ଲୋକମାନେ ଆପଣମାନେ କୋଉଠି ହେଲେ ମଧ୍ୟ ଯାଇକି କିଣି ପାରିବେ ବୋଲି କହିନି। କିନ୍ତୁ ତା ପାଖରେ ଯେଉଁ ଜିନିଷଟା ଅଛି ସବୁ ଦେଇଦେଲା। ପ୍ରଭୁ ତାକୁ ଆଶୀର୍ବାଦ କଲେ, ମଲ୍ଟିପ୍ଲାଏ କଲେ। 5,000 ଲୋକ ମାନେ କେବଳ ପୁରୁଷ ମାନଙ୍କୁ ଗଣତି କରି ପିଲା ଓ ମା ମାନଙ୍କୁ ଗଣତି କରାଯାଏ। ଏତେ ଲୋକମାନଙ୍କୁ ପରମେଶ୍ୱର ସେଠି ଆଶୀର୍ବାଦ କଲେ। ଯୋଉ ବିଷୟଟାକୁ ନିଃସ୍ୱାର୍ଥପର ଭାବରେ ପ୍ରଭୁଙ୍କ ନିକଟକୁ ନଉ, ସେଟା ପରେ ନିଶ୍ଚୟ ଆଶୀର୍ବାଦ ରହିଛି, ଯୋଉଟାକି ଆପଣମାନେ ଜୋନ୍ 6:1-15 ପର୍ଯ୍ୟନ୍ତ ପରେ ଆପଣମାନେ ପଢିପାରିବେ, ସେ ବିଷୟରେ ଆପଣ ପାଇପାରିବେ। ଦାନ ଗୋଟେ ଈଶ୍ୱରଙ୍କୁ ଋଣ ଦେବା ସହ, ଯୋଉଟାକି ହିତୋପଦେଶ 19:7 ପଢିବେ। ହିତୋପଦେଶ 19:17 ଅଧ୍ୟୟନ କରିବା। 19:17 ପଦ। ଯେ ଦରିଦ୍ରକୁ ଦୟା କରେ ସେ ସଦାପ୍ରଭୁଙ୍କୁ ଋଣ ଦିଏ, ପୁଣି ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ। ପ୍ରଭୁ ଆଶୀର୍ବାଦ। ଦରିଦ୍ର ବା ଏଠି ଦରିଦ୍ର ଲେଖା ହେଇଛି, କିନ୍ତୁ ଦାନ ବିଷୟରେ ହିଁ ଏଇଟା। ଯିଏ ଯେକୌଣସି ଜାଗାକୁ ଦାନ ଦିଏ ସେ ଈଶ୍ୱରଙ୍କୁ ଋଣ ଦିଏ। ଦାନ ଆମେ ଅନ୍ୟମାନଙ୍କର ଋଣ ଅନ୍ୟ ଲୋକଠୁ ଲୋକ ଋଣ ଦେଇଥାଉ, କିନ୍ତୁ ଦାନ ଗୋଟେ ବିଷୟ ଏମିତି ଅଛି ଦେବା ଦ୍ୱାରା ଈଶ୍ୱରଙ୍କୁ ଆମେ ଋଣ ଦଉଛୁ। ଆମର ଆକାଉଣ୍ଟରେ ଯେମିତି ଫିଲିପି ଆମେ ପାଠ କରୁଥିଲୁ 4:17 ପଦରେ ହଉଛି ତୁମମାନଙ୍କର କଣ ଲାଗେ କି
ମାତ୍ର ଯେଉଁ ଫଳ ଦ୍ୱାରା ତୁମମାନଙ୍କ ହିସାବର ଜମା ପାଖ ଅଧିକରୁ ଅଧିକ ବୃଦ୍ଧି ପାଉଅଛି ସେଥି ସକାଶେ ଲାଳାୟିତ। ଆମମାନଙ୍କର ଆକାଉଣ୍ଟରେ ତାକୁ ବୃଦ୍ଧି ପାଉଅଛି ଈଶ୍ୱରଙ୍କ ନିକଟରେ। ଆମମାନଙ୍କର ଯେଉଁ ଦାନ, ଆମମାନଙ୍କର ଯେଉଁ ପ୍ରେମ ରୂପ ଦାନ ତା ଆକାଉଣ୍ଟରେ ବୃଦ୍ଧି ପାଉଅଛି। ସେଥିପାଇଁ ଆମମାନେ ଦାନ ଦେବା ନିମନ୍ତେ ଶିକ୍ଷିତ ହେବା ଆବଶ୍ୟକ। ଏସବୁ ସ୍ୱର୍ଗରେ ସଞ୍ଚିତ କରିବା ନିମନ୍ତେ। ବାକ୍ୟ କୁହେ ଯେ ଯେଉଁମାନେ ହିତୋପଦେଶ 11:24-25 24-25 ପଢିବେ କି? ଧ୍ୟାନ କରିବା। କେହି କେହି ବିତରଣ କରି ଆହୁରି ଭଳନ୍ତି, ପୁଣି କେହି କେହି ଉଚିତ ବ୍ୟୟ ଅସ୍ୱୀକାର କଲେ ହେଁ ତହିଁରୁ କେବଳ ଅଭାବ ଜନ୍ମେ। ଧାନଶୀଳ ପ୍ରାଣୀ ପରିତୃପ୍ତ ହେବ, ଆହୁରି ଜଳସେଚନକାରୀ ଆପେ ମଧ୍ୟ ଜଳରେ ସେଚିତ ହେବ। ବାସ୍ତବରେ ଯେଉଁମାନେ ଦାନ କରନ୍ତି, ଯେଉଁମାନେ ଦିଅନ୍ତି, ଯେଉଁମାନେ ଦାନରେ ଆଉ ଇଣ୍ଟରେଷ୍ଟେଡ୍ ବା ସେମାନେ ମନୋଯୋଗୀ କରନ୍ତି, ସେମାନଙ୍କର ଦାନରେ ଅଧିକରୁ ଅଧିକ ଯେତେ ବିତରଣ କଲେ ବି ସେମାନଙ୍କ ବୃଦ୍ଧି ପାଇବ। କାରଣ ପରମେଶ୍ୱର ସେମାନଙ୍କ ସହିତ ଥାନ୍ତି ଏବଂ ସେମାନଙ୍କର ଦାନ ସବୁ ଈଶ୍ୱର ଦେଖନ୍ତି। ଯେମିତି ବିଧବା ସ୍ତ୍ରୀର ଦାନକୁ ପ୍ରଭୁ ଯୀଶୁଙ୍କର ନଜର ପଡ଼ିଲା ଏବଂ ତାଙ୍କ ବିଷୟରେ ଈଶ୍ୱର ସାକ୍ଷ୍ୟ ଦେଲେ ଏବଂ ଯେଉଁ ଛୁଆ 5ଟି ରୁଟି ଏବଂ 2ଟି ମାଛ ନେଇକି ଯାଇଥିଲେ ଏବଂ ଈଶ୍ୱରଙ୍କ ସମ୍ମୁଖରେ ସମସ୍ତ କିଛି ଦେଇଦେଲେ ଏବଂ ତା ଦ୍ୱାରା ଈଶ୍ୱର ମଲ୍ଟିପ୍ଲାଏ କଲେ, ଅନେକ ବହୁ ରୂପରେ ଆଶୀର୍ବାଦ କଲେ। ସେଥିରୁ ଲେଖା ଅଛି କେହିକି ବିତରଣ କରି ଆହୁରି ବଢ଼ନ୍ତି, ଯେତେ ବିତରଣ କରନ୍ତି ସେତେ ବଢ଼ନ୍ତି। ମୁଁ ଗୋଟେ ଗାଁର କଥା ମନେ ପଡ଼େ ଯେ ଜଣେ ଲୋକ କମ୍ ସୁଧରେ ଅନେକ ଲୋକଙ୍କୁ ଋଣ ଦେଇଥିଲେ। ସେ ଲୋକ ଆଉ କିଏ କିଏ ନଦେଲେ ବି ବହୁତ କିଛି ହଇରାଣ କରିନି। ଯେତେବେଳେ ଦିନେ ଏମିତି ପରିସ୍ଥିତି ଆସିଲା ଯେ ଟଙ୍କାର ବହୁତ ଅଭାବ ପଡ଼ିଲା, ସେ ତାକୁ ମାଗିବା ପାଇଁ ଲଜ୍ଜାବୋଧ କଲା। କିନ୍ତୁ ଯେଉଁମାନେ ଆଗରୁ ତାଙ୍କଠୁ ଋଣ ନେଇଥିଲେ, ତାଙ୍କଠୁ ଉପକାର ପାଇଥିଲେ, ମାଗିବା ପୂର୍ବରୁ ସେମାନେ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ତାର କୃତଜ୍ଞତା ମୁଁ ଅନୁଭବ କରୁଥିଲେ। ସେଥିପାଇଁ ପରମେଶ୍ୱର ନିକଟରେ ଯେଉଁମାନେ ପରମେଶ୍ୱରଙ୍କୁ ଯେଉଁମାନେ ଭଲ ପାଆନ୍ତି ଏବଂ ଦାନ ଦିଅନ୍ତି ଏବଂ ଦାନର ମହତ୍ଵ ବୁଝିପାରନ୍ତି, ସେମାନଙ୍କୁ ପ୍ରଭୁ ଯଥେଷ୍ଟ ଆଶୀର୍ବାଦ କରନ୍ତି। ଆଉ ଆମେ ଯଦି ଆଜି ପର୍ଯ୍ୟନ୍ତ ଦାନ ଶିଖିନାହୁଁ, ଦାନ ବିଷୟରେ ଆମେ ଲାଳାୟିତ ନୁହଁ, ତାହେଲେ ଆମେ ବହୁତ କିଛି ଜାଣିନୁ ଏବଂ ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ନୁହଁ। ଆମେ ବେଳେବେଳେ କ'ଣ କରିଥାଉ, ଉପବାସ କରିଥାଉ, ପ୍ରାର୍ଥନା କରିଥାଉ, ସବୁ କିଛି କରିଥାଉ, କିନ୍ତୁ ତାହାର ପରମେଶ୍ୱର କ'ଣ ଚାହାନ୍ତି ଆମ ପ୍ରତି? ଯେତେବେଳେ ଯିଶାୟା 58:7 ଲେଖା ହେଉଛି, ପଢିବେ 58:7। ଅଧ୍ୟୟନ କରିବା। କ୍ଷୁଧିତ ଲୋକଙ୍କୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର ଓ ତାଡ଼ିତ ଦୁଃଖୀ ଲୋକଙ୍କୁ ଆପଣା ଗୃହକୁ ଆଣିବାର, ତୁମ୍ଭେ ଉଲଙ୍ଘକୁ ଦେଖିଲେ ତାହାକୁ ବସ୍ତ୍ର ପିନ୍ଧାଇବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ଆପଣାକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କି ମନୋନୀତ କରିନାହୁଁ? ବାସ୍ତବରେ ବେଳେବେଳେ କିଏ ଆମେ ଉପବାସ କରିଥାଉ, ଅନେକ କିଛି କରିଥାଉ, କିନ୍ତୁ ଉପବାସ ବି ପ୍ରଭୁଙ୍କର ଉପାସନା କରିବାର ଟ୍ରିକ୍ ବି ଏଇଟା, ଦାନ ଦ୍ୱାରା। ଉଲଙ୍ଗ ଆଉ ଯେଉଁମାନେ ଏଠି ବସ୍ତ୍ରହୀନ, ଖାଦ୍ୟହୀନ ଲୋକମାନଙ୍କୁ ସାହାଯ୍ୟ କରିବା, ବଣ୍ଟନ କରିବା, ଦାନ ଦେବା ଦ୍ୱାରା ମଧ୍ୟ ଉପବାସର ଗୋଟେ ଆଦର୍ଶ ଜୀବନ। ଆମେ ଯଦି ଦାନ ବିଷୟରେ ଜାଗ୍ରତ ନାହୁଁ, ତାହେଲେ ପ୍ରଭୁଙ୍କ ସହିତ ଆମର ସମ୍ପର୍କ ନାହିଁ। ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କର ଦାନ ହେଉଛି ତାଙ୍କର ମୂଳ ଶକ୍ତି। ଆମେ ଯେଉଁମାନେ କେବଳ ପାଇବା ପାଇଁ ଚାହାନ୍ତି, କେବେ ବି ସେମାନେ ବୃଦ୍ଧି ପାଆନ୍ତି। ଆପଣମାନେ ଜାଣିଥିବେ ମୃତ ସାଗର ସେ କେବେ ବି ବାହାରକୁ ତାର ପାଣି ଗ୍ରହଣ କରେ, କିନ୍ତୁ ସେଠୁ କୌଣସି ବାଣ୍ଟେ ନାହିଁ।
ସେଥିପାଇଁ ମୃତ ସାଗର ହଉଛି ମୃତ, ତାର ଜୀବନ ନାହିଁ ତାର। ସେମିତି ଯୋଉମାନେ ଦାନ କେବଳ ଗ୍ରହଣ କରି ଚାଲନ୍ତି ସେମାନଙ୍କର ମୃତ ସାଗର ସଦୃଶ୍ୟ, ସେମାନଙ୍କର ଜୀବନ ନଥାଏ, ଅନ୍ୟମାନେ ଖୁସି ପାଆନ୍ତିନି। ସେଥିପାଇଁ ଆମେ ଯେତେ ଜଣ ପାଉଛୁ ଆମେ ବିତରଣ କରିବା ପାଇଁ ବା ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆମମାନଙ୍କର ଆଗକୁ ବିତରଣ କରିବା ପାଇଁ ଚେଷ୍ଟା କରିବା ଏବଂ ଆଗକୁ ଶିକ୍ଷିତ ହେବା ଆବଶ୍ୟକ ରହିଛି। ଆମମାନଙ୍କର ପ୍ରଭୁ ଗରିବ ଏବଂ ଭିକାରୀ ଈଶ୍ୱର ନୁହନ୍ତି ଯେ ଭିକ ମାଗନ୍ତି, କିନ୍ତୁ ଈଶ୍ୱର ଏମିତି ପ୍ରଭୁ ଯୋଉଟାକି Ephesians 3:20 ଲେଖୁଛି ଆମମାନଙ୍କ ମାଗିବା ଆଉ ଭାବିବା ଠାରୁ ଅଧିକ ଯାଚି ଦିଅନ୍ତି। ସେଇ ପରମେଶ୍ୱର କେବେ ବି କାହାକୁ ମିଗ ମାଗନ୍ତିନି, ବାବୁରେ ଧନରେ ତୁ ମତେ ପ୍ରାର୍ଥନା କରୁଛୁ, ଉପାସନା କରୁଛୁ, ମତେ ଏତିକି ଟଙ୍କା ଦେ ବୋଲି କହିବ। ଆଜିକାଲି ଆମେ ଦେଖୁଛୁ ଆମ ଭାରତରେ ବିଭିନ୍ନ ଧର୍ମର ଲୋକମାନେ ଅଛନ୍ତି, ସେଠି ତାଙ୍କର ଶନି ଦଶା କଟେଇବା ପାଇଁ କିମ୍ବା ଘରର ମଙ୍ଗଳ ପାଇଁ ଅମୁକ ବଳି ଉତ୍ସର୍ଗ କରିବାର ଅଛି ବୋଲି ଏମିତି ଅନେକ କିଛି କହନ୍ତି, କିନ୍ତୁ ଆମର ପରମେଶ୍ୱର ସେଇଟା ଚାହାନ୍ତିନି। କେବଳ ପରସ୍ପରର ଭାର ବହନ କରିବା ନିମନ୍ତେ ପରମେଶ୍ୱର ଆମମାନଙ୍କୁ ଶିକ୍ଷା ଦେଇଅଛନ୍ତି ଏବଂ ଜଣାଇଛନ୍ତି। ଆଉ ଏହା ଦ୍ୱାରା ଆମେ ସ୍ୱର୍ଗରେ ସଞ୍ଚୟ କରିଥାଉ। ସେଥିପାଇଁ ପ୍ରିୟ ପ୍ରଭୁଙ୍କର ଦାସଦାସୀ ମାନେ ଆମେ ସମସ୍ତ କିଛି ଉଦାର ଭାବରେ ଦାନ କରିବା, ଯୋଉଟାକି 1 ତିମୋଥୀ 6:18 ଏବଂ 19ରେ ଯେଉଁ ସୁନ୍ଦର ବାକ୍ୟ ଲେଖା ହେଇଛି ଅଧ୍ୟୟନ କରିବା 6:18-19। ପୁଣି ପରୋପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି ଆଉ ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରନ୍ତି। ଏଥି ନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ। ଏହି ପ୍ରକାର କଲେ ସେମାନେ ଭାବି ଜୀବନ ନିମନ୍ତେ ଉତ୍କୃଷ୍ଟ ମୂଳଧନ ଆପଣା ପାଇଁ ସଞ୍ଚୟ କରିବେ, ଯେପରି ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି। ଆମେନ୍। ଆମେନ୍। ବାସ୍ତବରେ ଏଠି ଆମମାନଙ୍କୁ କୁହାଯାଇଛି, ଆଜି ଯେତେ ଜଣ ଏଇ ପ୍ଲାଟଫର୍ମରେ ଅଛୁ, ପ୍ରଭୁ ଆମମାନଙ୍କୁ କହୁଅଛନ୍ତି। ତିମୋଥୀଙ୍କୁ ସେଇ ସମୟରେ ପାଉଲ ଲେଖିଥିଲେ, ଆଜି ମଧ୍ୟ ପାଉଲ ଆମମାନଙ୍କୁ କହୁଛନ୍ତି, ଯେତେ ଜଣ ଆମେ ବର୍ତ୍ତମାନ ଏଇ ପ୍ଲାଟଫର୍ମରେ ଅଛୁ ସମସ୍ତେ ପରୋପକାରୀ ସତ୍କର୍ମରେ ଧନୀ ହେବା ପାଇଁ ଆମମାନଙ୍କୁ କୁହାଯାଇଛି ଏବଂ ମୁକ୍ତ ହସ୍ତରେ ଦାନ କରିବା ପାଇଁ ଆମମାନଙ୍କୁ ପ୍ରଭୁ ଆମମାନଙ୍କୁ ଆଜ୍ଞା ଦେଉଅଛନ୍ତି, ଯୋଉଟାକି ଆସନ୍ତା ଜୀବନ ନିମନ୍ତେ ଉତ୍କୃଷ୍ଟ ମୂଳଧନ ଆପଣ ପାଇଁ ସଞ୍ଚୟ କରିବା। ଏହା ହଉଛି ପ୍ରଭୁ ଚାହାନ୍ତି। କେହି ବି କାହାର ଆକାଉଣ୍ଟରେ ଜିରୋ ଆକାଉଣ୍ଟ ନୁହନ୍ତି, ଏଇଟା କୌଣସି କଣ ଗୋଟେ ଜନଧନ ଆକାଉଣ୍ଟ ନା କଣ, ସେ ଆକାଉଣ୍ଟରେ ଜିରୋ ଆକାଉଣ୍ଟ ନୁହଁ, କିନ୍ତୁ ଆମର ଆକାଉଣ୍ଟ ହଉଛି ପ୍ରଚୁର ରୂପେ ବୃଦ୍ଧି ପାଇବା ପାଇଁ ପ୍ରଭୁ ଆମମାନଙ୍କୁ ଉତ୍ସାହିତ କରିଛନ୍ତି। ସେଥିପାଇଁ ପ୍ରିୟ ଭାଇ ଭଉଣୀ ମାନେ ଆମମାନଙ୍କର ଆକାଉଣ୍ଟରେ କେତେ କଣ ଅଛି ଆପଣମାନେ ନିଜେ ଚେକ୍ କରନ୍ତୁ। ଆପଣ କି ଭାବରେ ସମୟ ଦ୍ୱାରା, ବାକ୍ୟ ଦ୍ୱାରା, ଦାନ ଦ୍ୱାରା, ପରୋପକାର ଦ୍ୱାରା, ଏହି ସମସ୍ତ ଦ୍ୱାରା ଆପଣମାନେ କେତେ ଆପଣଙ୍କ ଆକାଉଣ୍ଟରେ ଅଛି ନିଜେ ଚେକ୍ କରନ୍ତୁ। କାରଣ କେହି ଦେଖନ୍ତିନି, ମୁଁ କାହାର ବି କହିପାରିବିନି, ଯୋଉମାନଙ୍କ ସହିତ ମୋର କ୍ଲୋଜ୍ ବି ସେମାନଙ୍କର ବିଷୟରେ ମୁଁ କହିପାରିବିନି, ଇଭେନ୍ ମୋ ସ୍ତ୍ରୀ ମୋ ବିଷୟରେ କହିପାରିବନି, କି ମୋ ସ୍ତ୍ରୀ ବିଷୟରେ ମୁଁ କହିପାରିବିନି, କି ମୋ ପିଲାମାନଙ୍କୁ କହିପାରିବିନି, କିନ୍ତୁ ନିଜେ ଆମେ ଜାଣୁ ଆକାଉଣ୍ଟରେ କ'ଣ ଅଛି। ସେଥିପାଇଁ ଆମମାନେ ଚିନ୍ତା କରିବା, ମୁଁ ଆଜି କି ମୋର ଆକାଉଣ୍ଟରେ ଜମା କରିଛି କି, ତା କି ପ୍ରକାର ପରୋପକାର ଏବଂ ଉଲଙ୍ଗକୁ ଖାଦ୍ୟ ଦେବା, ଉଲଙ୍ଗକୁ ବସ୍ତ୍ର ଦେବା ଏବଂ ଅଭାବଗ୍ରସ୍ତକୁ ଖାଦ୍ୟ ଦେବା ଏବଂ ପୀଡ଼ିତକୁ ତାର ଉଦ୍ଧାର କରିବା କିମ୍ବା ପ୍ରଭୁଙ୍କର ବାକ୍ୟ ପ୍ରଚାର କରି ଏହି ସମସ୍ତ ବିଷୟ ଦ୍ୱାରା ଆମମାନଙ୍କର ଆକାଉଣ୍ଟରେ କିଛି ଜମା କରୁଛୁ କି? ଯଦି ଆମେ ଜମା କରିନୁ, ଆଜି ଆସନ୍ତୁ ଆମମାନେ ଦେଖିବା, ନିଜକୁ ପରୀକ୍ଷା କରୁ, ନିଜକୁ ଦେଖୁ, ମୁଁ କ'ଣ ଜମା କରୁଛି, ମୁଁ ଦାନ କ'ଣ କରୁଛି, ପ୍ରଭୁ ମୋ ପାଖରେ ସନ୍ତୁଷ୍ଟ ଅଛନ୍ତି କି? ଯେହେତୁ ଲେଖା ରୁଷ୍ଟ ଚିତ୍ତଦାତାଙ୍କ ପ୍ରଭୁ ଭଲ ପାଆନ୍ତି, ତାହେଲେ ମୁଁ ରୁଷ୍ଟ ଚିତ୍ତଦାତା କି? ଯଦି ବି ଦାନ ଦେଇଛି ଗର୍ବ ଅହଙ୍କାର ସହିତ ଯଦି ଦେଇଛି, ତାର ଆକାଉଣ୍ଟରେ କେବେ ବି ଆମର କ୍ରେଡିଟ୍ ହେଇପାରିବନି। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଦାସଦାସୀ ମାନେ ଆଜି ନିଜକୁ ପରୀକ୍ଷା କରୁ ଏବଂ ପ୍ରଭୁଙ୍କ ନିକଟରେ ସମର୍ପିତ ହଉ, ଯାହାଫଳରେ ଆମେ ଆମମାନଙ୍କର ହିସାବଟା ନିଜେ ଦେଖିପାରିବା ଏବଂ ପ୍ରଭୁରେ ବଢ଼ିପାରିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ବହୁତ ଧନ୍ୟବାଦ ସାର୍।
ଅତି ସୁନ୍ଦର ଭାବରେ ଆଜିର ଯେଉଁ ଦାନ ବିଷୟରେ ହୃଷ୍ଟଚିତ ଦାନ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ ଆଜି ସୁନ୍ଦର ଭାବରେ ଆମମାନଙ୍କୁ ପ୍ରଭୁଙ୍କ ବାକ୍ୟ ଆଉ କାଳିଆ ମାନଙ୍କୁ ଦେଇଅଛନ୍ତି। ନିଶ୍ଚିତ ଭାବରେ এই ବାକ୍ୟ ମାଧ୍ୟମରେ ଆମମାନେ ନିଜକୁ ପ୍ରସ୍ତୁତ କରୁ ଆଉ ଆମମାନେ ଯେମିତି ବାକ୍ୟରେ ଲେଖା ଅଛି ଯେ ଭାବି ଜୀବନ ନିମନ୍ତେ ଆମମାନେ ସଞ୍ଚୟ କରିଥାଉ। ଆମେ ଯାହା ବି ଦେଇଅଛୁ ତାହା ବୃଥାର ଯିବ ନାହିଁ, ଆମମାନଙ୍କ ଆକାଉଣ୍ଟକୁ ଯିବ, ଜମା ପାକ ବହିରେ ପୂର୍ଣ୍ଣ ହବ। ତ ଆମମାନେ ନିଜକୁ ଆଉ ଏହିପରି ଆଉ କାଲକୁଲେସନ ମଧ୍ୟ କରୁ ଯେ ଆମମାନେ କେତେ ପକାଉଅଛୁ। ଯଦି ବା ଆମେ କମ ପକଉଛୁ ଆଉ ବର୍ତ୍ତମାନ ଯଦି ଆମେ ଅଧିକ ଟଙ୍କା ପାଇ ଆମମାନେ ଆଉ ସପ୍ତାହକୁ ଥରେ ଯେମିତି ଆମେ ଯଦି ଆମେ 10 ଟଙ୍କା ଲେଖା ପକଉ ତ 4 ସପ୍ତାହ ଗୋଟେ ମାସ ହୁଏ। ତ ସେହିପରି ଆମମାନେ କାଲକୁଲେସନ ଯଦି କରିବା ଆମମାନେ ଅଧିକ ପରିମାଣ ପାଇଲେ ମଧ୍ୟ ବର୍ଷକୁ 52 ସପ୍ତାହ ଭିତରେ ଆମମାନଙ୍କର ସେ 40 ଟଙ୍କା ପଡେ 2080 ଟଙ୍କା ହିଁ ମାତ୍ର ଆମମାନେ ଆକାଉଣ୍ଟକୁ ଜମା କରିବା ବର୍ଷକୁ ଥରେ। ଯଦି ଆମେ 10 ଟଙ୍କା ଦେଉଛୁ ତାହେଲେ ଆମେ କେତେ କମ ପରିମାଣରେ ଆମେ ଦେଉଅଛୁ ନିଜ ଆକାଉଣ୍ଟ ଜମା ପାକ ପାଇଁ। ଆଗକୁ ମଧ୍ୟ ଆମମାନେ ଆଉ ଅଧିକରୁ ଅଧିକ ଦାନ ଦେବା, ଭାବି ଜୀବନ ନିମନ୍ତେ ଆଉ ନିଜେ ପ୍ରସ୍ତୁତ ହେବା। ଥ୍ୟାଙ୍କ ୟୁ ସୋ ମଚ ସାର୍ ଆଜି ସୁନ୍ଦର ବାକ୍ୟ ଆମମାନଙ୍କୁ ଆଉ ଦାନ ସମ୍ବନ୍ଧୀୟ ସମସ୍ତ ଆଉ ତଥ୍ୟ ଆମମାନଙ୍କୁ ଏଇ ବାଇବଲ ଭିତ୍ତିକରୁ ଆମମାନଙ୍କୁ ଜଣେଇଥିବାରୁ ପ୍ରଭୁ ଆପଣଙ୍କୁ ଆପଣଙ୍କର ପରିବାର ସପରିବାର ଆପଣଙ୍କ ସେବା କାର୍ଯ୍ୟରେ ଭଲ ଆଶୀର୍ବାଦ କରନ୍ତୁ ସାର୍। ଏବଂ ଆମମାନେ ମଧ୍ୟ ଯେତେ ଜଣ ଏଇ ବାକ୍ୟ ଶୁଣିଅଛୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏହିପରି ବାକ୍ୟ ମାନେ ଜୀବନ ଯାପନ କରିବା ପାଇଁ ପ୍ରଭୁ ଆମମାନଙ୍କୁ ଶକ୍ତିଯୁକ୍ତ କରନ୍ତୁ। ବର୍ତ୍ତମାନ ଆମମାନେ ଆଜିର ବାକ୍ୟଦାତାଙ୍କ ନିମନ୍ତେ ଆଉ ପ୍ରାର୍ଥନା ରହିଅଛି। ତ ଆମମାନଙ୍କ ସହିତ ଇସ୍ମାଇଲ ଭୂୟାଁ ସାର୍ ଅଛନ୍ତି ଆଉ ସେ ଆସିବେ ଆଜିର ବାକ୍ୟ ନିମନ୍ତେ ଆଉ ପ୍ରାର୍ଥନାରେ କଡେଇକି ନେବେ। ସାର୍ ପ୍ରେଜ୍ ଦ ଲର୍ଡ। Praise the Lord, sir. ଆସନ୍ତୁ ପ୍ରଥମେ ସମସ୍ତଙ୍କୁ ମୋର ନମସ୍କାର। ପ୍ରାର୍ଥନା କରିବା ଶିକ୍ଷାଦାତାଙ୍କ ନିମନ୍ତେ। ହାଲେଲୁୟା ହାଲେଲୁୟା। ଅତ୍ୟନ୍ତ ମଙ୍ଗଳମୟ ପ୍ରଭୁ, ତୁମର ସେଇ ମହତ୍ ନାମକୁ ଧନ୍ୟବାଦ ଦେଉଛୁ ପିତା। ଏଇ ରାତ୍ର ସମୟରେ ତୁମ ଅନୁଗ୍ରହ କରି ପ୍ରେମ କରି ପ୍ରଭୁ ଏଇ ଜୁମ୍ ମାଧ୍ୟମରେ ତୁମ ଆମକୁ ଏକତ୍ରିତ କରିଅଛ। ହଁ ପ୍ରଭୁ, ତୁମର ପ୍ରିୟ ଦାସଙ୍କ ସେ ମୁଖ ଦେଇ ତୁମେ ସୁନ୍ଦର ତୁମ ନିଗୁଳ ତତ୍ଵ ବାକ୍ୟ ଆମମାନଙ୍କ ଦୈନନ୍ଦିନ ଜୀବନ ନିମନ୍ତେ ତୁମେ ତାଙ୍କୁ ଦେଇ ତୁମେ କଥା କହିଥିବାରୁ ତୁମେ ଗର୍ବ ପ୍ରଶଂସା ପାଅ ପ୍ରଭୁ। ପ୍ରିୟ ଦାସଙ୍କୁ ତାଙ୍କ ପରିବାରକୁ ତାଙ୍କୁ ଦେଇଥିବା ପ୍ରତ୍ୟେକ ପୁଅ ଝିଅଙ୍କୁ ଏବଂ ତାର ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରକୁ ତୁମେ ଆଶୀର୍ବାଦ କର। ଯେପରି ପ୍ରଭୁ ଏ ଯେଉଁ ଅଳ୍ପ ଲୋକଙ୍କ ମଧ୍ୟରେ ଶିକ୍ଷା ଦେଉ ଦେଉ ତୁମେ ପ୍ରଭୁ କାର୍ଯ୍ୟ ଏବଂ ବହୁ ଲୋକଙ୍କ ପାଖରେ ଯେପରି ତୁମର ଆତ୍ମିକ ଜ୍ଞାନ ବାଣ୍ଟିବେ, ସେଥିପାଇଁ ତାଙ୍କୁ ଜ୍ଞାନରେ ବୁଦ୍ଧିରେ ବ୍ୟବହାର କରେ ଏବଂ ତାଙ୍କୁ ସୁସ୍ଥ ସବଳ ତାଙ୍କ ପରିବାର ତୁମେ କର୍ତ୍ତା ହବ। ପ୍ରାର୍ଥନା କରୁଛି ପିତା, ଏ ଯେଉଁ ମାଧ୍ୟମରେ ଯେତେ ଜଣ ଆମେ ଜଡ଼ିତ ହେଇଅଛୁ, ଏ ବାକ୍ୟ ଶୁଣିଅଛୁ, ଆମମାନଙ୍କୁ ଏ ବାକ୍ୟ ଦ୍ୱାରା ଆମମାନଙ୍କ ଦୈନନ୍ଦିନ ଜୀବନରେ ଆମମାନଙ୍କର ପାରିବାରିକ ଜୀବନରେ ଯେପରି ଆମେ ପରିଚାଳିତ ହେବେ ସେଥିରେ ସାହାଯ୍ୟ କରେ ଏବଂ ଆଗାମୀ ଦିନରେ ଯେପରି ତୁମର ସାକ୍ଷୀ ହେବା ପାଇଁ ଆମକୁ ବ୍ୟବହାର କର। ପ୍ରାର୍ଥନା କରୁଅଛି ରାଜା, ବିଶେଷ କରି ଏ ବାକ୍ୟ ଦ୍ୱାରା ବା ପ୍ରତ୍ୟେକଙ୍କୁ ତୁମେ ବ୍ୟବହାର କର। ଗୌରବ ସମାରମ୍ଭ ତୁମେ ପାଅ ଯୀଶୁ ନାମରେ ପିତା, ଆମେନ୍। Amen. ଆମେନ୍। Amen. ଆମେନ୍। ବହୁତ ଧନ୍ୟବାଦ ସାର୍। ବାକି ମତେ ପ୍ରାର୍ଥନା ପଢେଇ ନେଇଛୁ। ପ୍ରଭୁ ଆପଣଙ୍କୁ ଆପଣଙ୍କ ପରିବାର ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ। ଆମମାନେ ଆଉ ବର୍ତ୍ତମାନ ଧନ୍ୟ ଦର୍ପଣ ରହିଅଛି, ବିଶେଷ କରି ଆଉ ସୁମିଲା ସିଷ୍ଟର। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ ବ୍ରଦର। ଆଉ ଧନ୍ୟ ଦର୍ପଣରେ କଡେଇ ନେଇ ପାରିବେ। କମ୍ଫର୍ଟେବଲ ନାହିଁ ଭାଇ, କ୍ଷମା କରିବେ। ଠିକ ଅଛି। ଓକେ, ଠିକ ଅଛି। ଟାଇଗର ସାର୍ ଅଛନ୍ତି ଆଉ ଆସିବେ ଆମମାନଙ୍କୁ ସବୁ ଧନ୍ୟ ଦର୍ପଣ କଡେଇକି ନେବେ। ଟାଇଗର ସବୁ